ସ୍ୱାମୀ ଘରେ ଦେଖିକି ଏଇ ଆଳୁ ଖାଇବାଟା ମୋତେ ତ ପୁରା ଆଶ୍ଚର୍ଯ୍ୟ ଲାଗିଯାଇଥିଲେ। ସକାଳୁ ସକାଳୁ ଗଗରେ ପାଣି ଯାଇକି ଆଣିଲା ବେଳକୁ ଆମ ସାଇଲରୁ ଦେଖିଲା ବେଳକୁ ମୋ ସ୍ୱାମୀ ଏପଟରେ ଆଳୁର ଖେଳ ଲାଗିଯାଇଥିଲେ। ମୁଁ ତାଙ୍କୁ ପଚାରିଥିଲି କ'ଣ ଲୋ ଏମିତି ଆଳୁ ସକାଳୁ ସକାଳୁ ଖେଳୁଥିଲି। ମୁଁ ଆଳୁ ଧୋଇବା ପାଇଁ ପାଇଲା ବେଳକୁ କୁହନି ଘରମଣି କାଲି ଯେ ମୁଁ ହାଟକୁ ଯାଇଥିଲି ଦେଖିଲା ବେଳକୁ ଆଳୁ ଖେଳଟା ଜୋରସୋରରେ ଚାଲିଥିଲା। ଆଉ ମୁଁ ସେଠି ଏଠି ଟିକେ ପ୍ରାକ୍ଟିସ୍ କରୁଛି ଆଳୁ ଖେଳଟା କେମିତି ଖେଳୁଥିଲେ ମୁଁ ଟିକେ ପ୍ରାକ୍ଟିସ୍ କରୁଛି। ମୁଁ ଥାଉ ଏମିତି ଯଦି ତୁମେ ଆଳୁ ଗୁଡ଼ାକୁ ଖେଳିବ ଆମ ଗୁପଚୁପ ଦୋକାନଟା ପୁରା ଗୁଲ ହେଇଯିବ ବୁଝିଲ। ଆଉ ଡେରି ନ କରିକି ଆଜି ଯେଉଁ ଭଳିଆ ଜାଡ଼ ପକେଇଥିଲା ମାଲୋ ମା ଆଡ଼ମକା ଜାଡ଼ ଆଳୁ ତ ଧୋଇଲା ବେଳକୁ ହାତ ପୁରା କଣ କଣ କରିଯାଉଥିଲା। ଆଉ କ୍ୟାମେରାମ୍ୟାନ୍ ଫୋକସ୍ କରୁଛ ନା ନାହିଁ? କ୍ୟାମେରାମ୍ୟାନ୍ କହୁଥିଲେ ଆଜି ଜାଡ଼ଟା ମୁସ୍କିଲ ପୁରା ପକେଇଛି। ଆଉ ଆମର ଆପଣମାନେ ଜାଣିଥିବେ ଗୁପଚୁପ ଦୋକାନକୁ ଟିକେ କାଠ ବହୁତ ଦରକାର ଯାଇ ଗେଲି ବାପା ଯାଇକି ପଟାପଟ ଯାଇକି କାଠକୁ ପୁରାପୁରି ଲାଗି ଯାଇଥିଲେ ଚିରିବା ପାଇଁ। ଆଉ କହୁଥିଲେ ବୁଝିଲେ ଘରମଣି ଜଲ୍ଦି ଗରମ ପାଣି ଆଣ ହାତ ପୁରା କାଲୁଆ ହେଇକି ଜାଡ଼ି ଗଲାଣି। ଆଉ ଡେରି ନ କରି ମୁଁ ସେପଟରେ ଗଲା ବେଳକୁ ଗେଲି ଝିଅ ଯାଇକି କଡ଼କ ଗରମ ଚାଟେ ବସି ସାରିଲାଣି। ଗୁଜୁରାତି ଲବଙ୍ଗ ଦେଇକି ପୁରା ଅଦା ଦେଇକି ପୁରା ମୁସ୍କିଲ ଚାଟେ ବାସ୍ନା ଯେଉଁ ଭଳିଆ ଆସୁଥିଲା। ମୁଁ କହିଥିଲି କ'ଣ ଲ ଆଜି ସକାଳୁ ସକାଳୁ ତୁ କେମିତି ଜାଣିଲୁ? ବାପା ସାଡ଼େ ଚାହା ମାଗିଲାଣି କୁହନି ମା ବାପା ଜାଣିଛି ବାପାଙ୍କ ହାତ କାଲୁଆ ପଡ଼ିଛି ବୋଲି ସେଇ ନେଇ ପୁରା ଗରମ ଚାହାଟେ ମୁଁ କରିସାରିଲିଣି। ଆଉ ଗେଲି ଝିଅରେ ଏମିତି କଥା ଶୁଣିକି ମୋତେ ତ ପୁରା ଆଶ୍ଚର୍ଯ୍ୟ ଲାଗିଯାଇଥିଲା। ଗେଲି ଝିଅ ମନଟା ଆଜି ବହୁତ ଖୁସି ଥିଲା। କାହିଁକି କେଜାଣି ଖୁସି ଥିଲା? ଗେଲି ଝିଅ କହୁଥିଲା ଆଜି ମା ମିତ୍ରପୁର ଯିବା ମୋ ନାଗିଥିରେ ଇୟରିଙ୍ଗର ଦୁଇଟା କାନଫୁଲ ଉପରେ ଟପ୍ ଦୁଇଟା ଆଣିଦେବ। ସେଥିପାଇଁ ମନଟା ବହୁତ ଖୁସି ଥିଲା ଗେଲି ଝିଅର। ଓ ଯେଉଁ ବାବା ଲୋ ଚାଲିଛୁ ମୋ ଗେଲି ଝିଅର ଆଉ ଯେଉଁ ତାର ବାବା ହସ ମାଲୋ ମା। ମୁଁ ସେପଟରେ କାଠ 2 ଖଣ୍ଡ ନେଇକି ଚୁଲିଟା ଲଗେଇଲା ବେଳକୁ ମୋ ଗେଲି ଝିଅ ଏପଟରେ ଆସିକି ଗରମ ଗେଲି ଆପଣ କଡ଼ ଚାହା ଦେଇଦେଲେଣି। ଆପଣମାନେ ଗରମ ଗେଲି ଝିଅ ହାତରେ ଯଦି ଚାହା ଖାଇବା ପାଇଁ ଚାହୁଁଥିବେ ଜଲ୍ଦି ଆସନ୍ତୁ ଆଉ ଗେଲି ଝିଅ ହାତରୁ କଡ଼ ଚାହାର ମଜା ନିଅନ୍ତୁ। ଆଉ ମୁଁ ସେପଟରେ ଅଗ୍ନି ଦେବତାକୁ ଡାକିକି ଟିକେ ଚୁଲିଟା ଲଗେଇବା ପାଇଁ ଲାଗିଯାଇଥିଲି। ଆଉ ଗେଲି ଝିଅ କହୁଥିଲା ମା ତମେ ଟିକେ ଚାହାଟା ଜଲ୍ଦି ଘୁଟ ନିଅ ଏଇ ଜାଡ଼ରେ ତମ ଦେହ ପୁରା ଗରମ ହେଇଯିବ। ଆଉ ମୁଁ ଡେରି ନ କରିକି ଚାହା ଘୁଟ ମାରିଥିଲି। ଆଉ ଗେଲି ଝିଅ ପଚାରିଥିଲା ମା ଆଜି ଚାହାଟା କେମିତି ଲାଗୁଛି? ମାନେ ଗେଲି ଝିଅ ହାତରେ କେମିତି ନ ଲାଗିବ ଯେ ବଡ଼ ଟିକେ ଲାଗୁଛି। ଆଉ ଗେଲି ଝିଅ ହେଉଛି ଟିକେ ଚୁଲିଟା ଟିକେ ହାତ ସେକି ଦେଇଥିଲା ଆଉ ବହୁତ ଜୋର କାଲୁଆ କରିଥିଲା। ଆଉ ଗେଲି ଝିଅ କହୁଥିଲା ମା ତୁମକୁ ଚାହା ଢୁକ ଦେଲେଣି ମୋ ପାଇଁ କିଛି ଦିଟା ଖାଇବା ପାଇଁ ଦିଅ। ମୁଁ ତୋତେ ଦୁନିଆ ସାରା ସକାଳୁ ବେଶିକା ଭୋକ ନା ଡେ ଠିକ୍ ଅଛି ତୋ ପାଇଁ ଆଜି ସ୍ପେଶାଲ କରିଦେବି। ମା ସ୍ପେଶାଲ କ'ଣ ଆଜି କ୍ରିମ୍ ବିସ୍କୁଟ୍ ଖାଇମି ଜଲ୍ଦି ମୋତେ ଆଣିକି ଦିଅ। ଗେଲି ବାପା ଡେରି ନ କରିକି ଦୌଡ଼ି ଚାଲି ଯାଇଥିଲେ ଆମର ଦୋକାନକୁ ଆଉ ଜଲ୍ଦି କ୍ରିମ୍ ବିସ୍କୁଟ୍ ଘିନି ଆସିଥିଲି। ଆମର ଯେଉଁ ଧନ ଅଛି ସିଏ କହୁଥିଲା ଆଜି କ୍ୟାମେରାକୁ ଯେ ଏମିତି ଅନଉଥିଲା ଆଉ କହୁଥିଲା ଆଜି ମୁଁ ସମସ୍ତେ ସାଙ୍ଗମାନେ କହିବେ ମୁଁ ଆଜି ସୁନ୍ଦରୀ କେମିତି ଦିଶୁଛି। ଆଉ ସେମିତି ସୁନ୍ଦରୀ କଥା କହିଲା ବେଳକୁ ମୋତେ ତ ବହୁତ ହସ ଲାଗିଥିଲା। ଆଉ ଗେଲି ଝିଅ ଡେରି ନ କରି ଫଟାଫଟ ଖାଇବା ପାଇଁ ଲାଗିଯାଇଥିଲା। ଆଉ ଗେଲି ବାପାଙ୍କ ସହିତ ଆମର ଜବରଦସ୍ତ ଚାଲିଥିଲା ଗୁପଚୁପ ବେଲାଟା ଏଇ ଶୀତ ବେଳର। ଆଉ ହାତ ଟିକେ ଜଡ଼ି ଯାଉଥିଲା କିନ୍ତୁ ଗେଲି ବାପା କହୁଥିଲେ ବୁଝିଲେ ଘରମଣି ଏବେ ତମେ ବହୁତ ଠକାମି କଲଣି।